नाम कौन? ମୁଁ ଶ୍ରୀ ମହେଶ୍ୱର ଜେନା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ। आज सांबादिक सम्मेलन ହେଉଛି ତାର ଉଦ୍ଦେଶ୍ୟ କ'ଣ ରହିଛି? ଆଜି ଯେଉଁ ବିଜୁ ଜନତା ଦଳ ତରଫରୁ ବାଲିଆପାଳରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଷ୍ଣୁପୁର ପଞ୍ଚାୟତକୁ ବନ୍ୟା ବିପନ୍ନଙ୍କ ପାଇଁ ଯାଇଥିବା ରିଲିଫ୍ ଚାଉଳ 175 କ୍ୱିଣ୍ଟାଲ 50 କେଜି ରିଲିଫ୍ ଚାଉଳ ଆତ୍ମସାତ କରାଯାଇଛି। ଲୋକକୁ ବଣ୍ଟନ ନ କରି ଏକ୍ସେସ୍ ରଖିକି ତାକୁ ଆତ୍ମସାତ କରିବାର ମସୁଧା କରୁଥିଲେ। ତାକୁ ସାଧାରଣ ଲୋକ ଜାଣିପାରି ଏତେ ଚାଉଳ ଆମର ତ ଚାଉଳ ବଣ୍ଟା ସରିଲା, ଏତେ ଚାଉଳ କେମିତି ବଳେଇଲେ ସେଇ ବାବଦରେ ସନ୍ଦେହ କରି ଲୋକ ଅଭିଯୋଗ କରିକି ଚାଉଳକୁ ଜବତ କରି ରଖିଲେ ଏବଂ ଆଗରେ ବସି ରହିଲେ। କିନ୍ତୁ ସରପଞ୍ଚଙ୍କ ତରଫରୁ ଯେଉଁମାନେ ଚାଉଳ ଜଗିଲେ ତାଙ୍କ ନାଁରେ ଏଫଆଇଆର କରିକି ତାଙ୍କୁ ଥାନାରେ ପୁରେଇ ଦିଆଗଲା। ନିଜର ଦୋଷ ଲୁଚେଇବା ପାଇଁ ଅନ୍ୟକୁ ଜେଲରେ ପୁରୀ ଦିଆଗଲା। ପଶ୍ଚାତପଦ ହେଲେ ନାହିଁ ମିଥ୍ୟାରେ ଜେଲ ପୁରିବା ପାଇଁ। ତେଣୁ ଆଜି ବିଜୁ ଜନତା ଦଳ ତରଫରୁ ଆମର ଦାବି ଯେ ଯେଉଁମାନଙ୍କୁ ମିଥ୍ୟା କେସ୍ରେ ଅନ୍ତର୍ଭୁକ୍ତ କରାଯାଇଛି ସେ କେସ୍କୁ ରଦ୍ଦ କରାଯାଉ ଏବଂ ଆତ୍ମସାତ କରିଥିବା ଚାଉଳକୁ ଯେଉଁ ବିଷ୍ଣୁପୁର ପଞ୍ଚାୟତର ସରପଞ୍ଚ ତଥା ଆମର ପିଓ ପ୍ରୋଗ୍ରାମ ଦେ ଏ ଦୋଷୀ ଦି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହଉ, ୟାଙ୍କୁ ମଧ୍ୟ ଆରେଷ୍ଟ କରାଯାଉ ଏବଂ ଯେଉଁ ରିଲିଫ୍ ଚାଉଳ ଆତ୍ମସାତ କରିକି ରଖିଛନ୍ତି ତାକୁ ଉଦ୍ଧାର କରିକି ବିଷ୍ଣୁପୁର ପଞ୍ଚାୟତର ବନ୍ୟା ବିପନ୍ନକୁ ପୁଣି ଥରେ ବାଣ୍ଟି ଦିଆଯାଉ। ଏହା ହେଉଛି ଆମର ଦଳ ତରଫରୁ ଦାବି। ଆଜ୍ଞା, ଆପଣ ନିଶ୍ଚିତ ଭାବରେ ସମସ୍ତେ ଜାଣିଛନ୍ତି ଭାରତୀୟ ଜନତା ପାର୍ଟି ଡବଲ ଇଞ୍ଜିନ ସରକାର ତାଙ୍କ ନେତୃତ୍ୱରେ ସେଇମାନଙ୍କର ଯେଉଁ ନେତୃତ୍ୱ ନେଉଛନ୍ତି, ଯେଉଁମାନେ ଜିଲ୍ଲାରେ, ଯେଉଁମାନେ ନିର୍ବାଚନ ମଣ୍ଡଳୀରେ, ଯେଉଁମାନେ ବ୍ଲକରେ, ସେଇମାନେ ଛତ୍ରଛାୟା ତଳରେ ହିଁ ଏଇଭଳି କାର୍ଯ୍ୟ କରୁଛନ୍ତି।